ओम नमो भगवते वासुदेवाय। श्रीमद्भागवत सप्तम स्कंध तृतीय अध्याय। नारद उवाच कहन्ति ब्रह्मांक नंदन राजन सावधाने शुण अनुज मरणर तापे मन निश्चल कला तपे अजय अमर शरीर पाई साधि विवेदवर गृह उपेक्षित अर्थे मिलिला मंदर पर्वते बसी पर्वत गुहा मध्ये तपस्या कला जोग साध्ये होइबि त्रिभुवने राजा सर्वे होइबे मोर प्रजा। हेमंत कल्पे तार मने रिपु नथिबे त्रिभुवने ऊर्ध्वे सेवे निकर तोली गगने चाहिला निरोली पाद अंगुष्ठे मही चापी देह रहिला शून्य व्यापी पिंगल जटा शिरे साजे प्रलयर विप्राय तेजे। हरि हरि बोल। ताहार घोर तप चाही शून्य मिलिले देवे जाई सते बरस देव मते तपे रहिला दृढ़ चिते क्षुधा पिपासा कला दूर केवल पवन आहार तार मूर्धनि मध्यगत सधूम अनल संभूत चापिला अध ऊर्ध्वे व्यापी देखी भुवन लोके कंपी नदी समुद्र दिग भूई कंपिले महाभय पाई गगनुग्रह तारात्रासे भये खसिले दश दिशे देवे कंपिले ताहा देखी सभये भवन उपेक्षी विचार करी एके एके सर्वे मिलिले ब्रह्मलोके ब्रह्माचरणे प्रणमिले अनेक मते स्तुति कले। देवगण उवाच हे धाता जगत ईश्वर आम्भे जे शरण तोहर दितिसूतर तप चाही भुवने न पारिलु रही भय आइलु तुम्भपुर आम्भंकु रखबे दबर तोर संचित सर्वलोक आम्भंकु महाभयु रख जेमंते लोकनाशनो हे तेमंत कर तु उपाय असुर तप तोर ध्याने किबा संकल्प तार मने से नोहे तोते अगोचर आम्भे जे तोहर किंकर तथापि तोर पाद गते कहिलु लोक रक्षा अर्थे तुम्भे जे घोर तप करी पूर्वे तो शिल नर हरि तेणु ए ब्रह्मलोके स्थिति प्रजा भी आणे प्रजापति ए बलवंत जोग बले जोग संपादि सुनिश्चले तपसाधि जन्मे अनेक साध्य करिब सर्वलोक। हरि हरि बोल। एते विचारे सत्य लोके बसिब तपे आत्म सुखे ब्रह्मांड सर्जिबार अर्थे श्रेय विभूति क्षेम जुते एमंते ताहार विचार कहिलु जहा इच्छा कर एबे जगत रक्षा कर
ତୁମ୍ଭେ ଯେ ଜଗତ ପିୟର। ଏମନ୍ତ ବେଦ ବାକ୍ୟ ଶୁଣି ସଙ୍ଗତେ ଭୃଗୁ ଦକ୍ଷ ଘେନି ଅପରେ ଯେତେ ବ୍ରହ୍ମମୁନି ଘେନି ଚଳିଲେ ପଦ୍ମଯୋନି। ଜନକୁଶଳ ମନେ ଭାଳି ଦୈତ୍ୟର ତପସ୍ଥାନେ ମିଳି ଦେଖିଲେ ଅସୁର ଶରୀର ସ୍ୱଭାବେ ଅତି ଭୟଙ୍କର। ବଲ୍ମିକ କୀଟ ଆଚ୍ଛାଦିତ ତୃଣ ପିପିଲିକା ଭକ୍ଷିତ ମେଦ ଶୋଣିତ ମାଂସ ଚର୍ମ ଅସ୍ଥି ପଞ୍ଜରେ କୀଟଗ୍ରାମ। ତପସାଧନେ କ୍ଷୀଣକାୟ ମାଂସ ଶୋଣିତ ଶୁଷ୍କ ପ୍ରାୟ। ତାହାର ତପ ଅତିରେକ ହେଳେ ତାପିତ ତିନି ଲୋକ। ଦେହ ନ ଦିଶେ ତୃଣାଚ୍ଛନ୍ନେ ମେଘ ଆବୃତ ରବି ଜେହ୍ନେ। ଏମନ୍ତ ଅସୁରର ଗତି ଦେଖି ବିସ୍ମିତ ପ୍ରଜାପତି। ଆରୋହୀ ନିଜ ହଂସଯାନ କହନ୍ତି କୋମଳ ବଚନ। ବ୍ରହ୍ମା ଉବାଚ ଉଠ ହେ କଶ୍ୟପ କୁମର ହୋଇଛି ତପସିଦ୍ଧି ତୋର। ତପେ ତୋହର ତେଜ ଦେଖି ଅଇଲୁ ଭୁବନ ଉପେକ୍ଷୀ। ତୋହର ବରଦାତା ମୁହିଁ ବାଞ୍ଛିତ ବର ମାଗ ତୁହି। ତପେ ତୋ ପରି ସ୍ଥିର ମତି କେ ଅବା ଭୁବନେ ଅଛନ୍ତି। ଅଦ୍ଭୁତ ଦେଖିଲି ମୁଁ ତୋତେ ତୋ ସମ ନାହାନ୍ତି ଜଗତେ। ପ୍ରାଣ ଅଛଇ ଅସ୍ଥି ଗତେ ଧ୍ୟାନ ତୋହର ଅନ୍ତର୍ଗତେ। ପୂର୍ବେ ଯେ ଥିଲେ ମୁନି ଜନେ ତପ ଆଚରି ଘୋର ବନେ। ତୋହର ପ୍ରାୟ କେ ଅଛନ୍ତି ନିରମ୍ବୁ ଭକ୍ଷଣେ ରହନ୍ତି। ସତେ ବରଷ ଦେବ ମତେ ତପ ସାଧିଲୁ ଏ ଜଗତେ। ଭୂତ ଭବିଷ୍ୟ ବର୍ତ୍ତମାନେ ଦେଖିଲା ନାହିଁ ତ୍ରିଭୁବନେ। ଦୁଃସହ ତପ ଏ ତୋହର ମନ ବଚନେ ଅଗୋଚର। ତୋ ତପ ନିଷ୍ଠା ଦୃଢ଼ ଚିତେ ସ୍ୱଭାବେ ଜିଣିଲୁ ତୁ ମୋତେ। ଏଣୁ ତୋ ତପ ଦୃଢ଼ ଦେଖି ଅଇଲି ଆସନ ଉପେକ୍ଷୀ। ସିଦ୍ଧ ତୋହର ତପ ଦୀକ୍ଷା ମାଗ ତୋ ମନେ ଯେବେ ଇଚ୍ଛା। ଦେବଲୋକଙ୍କ ଦର୍ଶନ ନିଷ୍ଫଳ ନୋହେ କଦାଚନ। ହରି ହରି ବୋଲ। ନାରଦ ଉବାଚ ଏମନ୍ତ କହି ତାକୁ ବାଣୀ ଦୟାସାଗର କୁଶ ପାଣି। ତକ୍ଷଣେ କମଣ୍ଡଳୁ କରେ ଜଳ ସିଞ୍ଚିଲେ ତା ଉପରେ। କୀଟବଲ୍ଲିକ ଭକ୍ଷ ଦେହି ତକ୍ଷଣେ ଦିବ୍ୟ ରୂପ ପାଇ। ସର୍ବସମ୍ପୂର୍ଣ୍ଣ କଳେବର ବଜ୍ରହୁଁ କଠିନ ଶରୀର। ଯୁବାବୟସ ସୁଘଟନ ଯୁବତୀ ମନ ବିମୋହନ। ତପ୍ତ କାଞ୍ଚନ ପ୍ରାୟ ଦେହି ତେଜେ ଅନଳ ରୂପ ବହି। ଲୋଚନ ଘଷି ଚାହେଁ ବେଗେ ଧାତାକୁ ଦେଖେ ଶୂନ୍ୟ ମାର୍ଗେ। ହଂସବାହନ ରୂପ ଚାହିଁ ନମିଲା ଦଣ୍ଡ ପ୍ରାୟ ହୋଇ। ବ୍ରହ୍ମା ଦର୍ଶନ ଉତ୍ସବେ ନିଷ୍ଠୁର ତପର ପ୍ରଭାବେ। କର ଅଞ୍ଜଳି ଶିରେ ଦେଇ ହରସେ ରୋମ ପୁଲକଇ। ଆନନ୍ଦେ ଅଶ୍ରୁ ଗଦ ଗଦେ ସ୍ତୁତି କରଇ ପଦ୍ମପାଦେ। ହିରଣ୍ୟକଶିପୁ ଉବାଚ ନମସ୍ତେ ପ୍ରଭୁ ବେଦପତି
ତ୍ରିଲୋକ ତୋହର କିରତି। କଳ୍ପ ଅନ୍ତରେ କାଳ ବଳେ ଘୋର ଅନ୍ଧାର ଏ ଶୟଳେ। ନିଜ ଶରୀର ତେଜ ପୁଞ୍ଜେ ଜଗତେ ଯେ ପ୍ରଭୁ ବିରାଜେ। ଆତ୍ମା ତ୍ରିଗୁଣ ମାୟା ଘୋରେ ସର୍ଜଇ ପାଳଇ ସଂହରେ। ଏଣୁ ତ୍ରିଗୁଣ ଧାମ ଜୁତେ ପରମ ତତ୍ଵ ନମୋସ୍ତୁତେ। ଜ୍ଞାନ ବିଜ୍ଞାନ ଆଦି କରି ନମସ୍ତେ ବୀଜ ଶକ୍ତିଧାରୀ। ପ୍ରାଣ ଇନ୍ଦ୍ରିୟ ମନ ବୁଦ୍ଧି ବିକାରେ ବ୍ୟକ୍ତ ଯେ ପ୍ରସିଦ୍ଧି। ଜଗତ କଲ୍ୟାଣ ସ୍ୱରୂପୀ ଜୀବକୁ ପ୍ରାଣ ବଳେ ବ୍ୟାପୀ। ପ୍ରଜାପତିଙ୍କ ପତି ହୋଇ ଇନ୍ଦ୍ରିୟ ଇନ୍ଦ୍ରିୟର୍ଥେ ବହି। ତୁମହାଭୂତ ଗୌଣାଶ୍ରୟ ସକଳ ଶ୍ରୁତି ସ୍ମୃତିମୟ। ତୁଦେବ ସପ୍ତତନୁ ହେତୁ ଚତୁର ହୋତ୍ର ମୂଳ ତତୁ। ଆତ୍ମାର ଆତ୍ମା ତୁ ଅନାଦି ଅନନ୍ତ ଅପ୍ରମେୟବାଦୀ। ତୁ ନାଥ ନିମେଷ କାଳ ହରୁ ପ୍ରାଣୀଙ୍କ ଆୟୁର୍ବଳ। ନିମିଷ ଆଦି ରୂପ ତୋର ତେଣୁ ପ୍ରାଣୀଙ୍କ ଆୟୁହର। ତୋର ସର୍ଜିତ ଏ ଜଗତ ତୁକୁଟ ଆତ୍ମା ରୂପେ ସ୍ଥିତ। ତୁ ପରମେଷ୍ଟି ମହାଶୟ ଜୀବଲୋକର ଜୀବ ଦେହ। ତୁ ତହୁଁ ଅନ୍ୟ କେ ଜଗତେ ପର ଅପର ଛନ୍ତି ଯେତେ। ସଂସାରେ ବିଦ୍ୟା କଳା ଯେତେ ତୋର ଶରୀର ଏ ନିୟତେ। ବ୍ରହ୍ମାଣ୍ଡ ତୋର ତହୁଁ ଜାତ ତୁ ଦେବ ତିନି ପୁରନାଥ। ଜଗତ ହିତେ ତୋର ଦେହି ମନ ଇନ୍ଦ୍ରିୟ ଗୁଣ ଗ୍ରାହୀ। ଏହାଙ୍କ ଭୋଗ କରୁ ଗୁଣ ପରମ ପଦେ ତୋର ସ୍ଥାନ। ଅବ୍ୟକ୍ତ ଆତ୍ମା ତୁ ନିର୍ଗୁଣ ତୁ ନାଥ ପୁରୁଷ ପୁରାଣ। ଅନନ୍ତ ଅବ୍ୟକ୍ତ ଶରୀର ତୁ ନାଥ ବ୍ରହ୍ମାଣ୍ଡ ଭିତର। ଚିତ୍ତ ଅଚିତ୍ତ ଶକ୍ତି ଯୁତ ନମସ୍ତେ ପ୍ରଭୁ ଭାଗବତ। ଯେବେ ତୁ ବର ଦେବୁ ମତେ ଶୁଣ କହିବି ତୋ ଅଗ୍ରତେ। ତୋର ସଞ୍ଚିତ ସୃଷ୍ଟି ଯେତେ ରୂପେ ଅଛନ୍ତି ଏ ଜଗତେ। ତାହାଙ୍କ ହସ୍ତେ ନ ମରିବି ଅଜରାମର ହୋଇଥିବି। ବ୍ରହ୍ମାଣ୍ଡ ଅନ୍ତର ବାହାରେ ରଜନୀ କିବା ଦିବସରେ। ନାନା ଆୟୁଧ ଛନ୍ତି ଯେତେ କେବେ ହେଁ ନ କାଟିବେ ମୋତେ। ମୃତ୍ୟୁ ମୋ ନର ପଶୁ ହସ୍ତେ ନୋହିବ ଭୂମି ଶୂନ୍ୟ ପଥେ। ଜୀବ ଅଜୀବେ ନ ମରିବି ନିତ୍ୟ ନିର୍ଭୟେ ମୁଁ ବଞ୍ଚିବି। ସୁର ଅସୁର ସର୍ପ ଘାତେ ବିଯୋଗ ନ କରିବେ ମୋତେ। ସମରେ ମୋର ତୁଲେ ବଳେ କେହି ନ ଥିବେ ଏ ଶୟଳେ। ହୋଇବି ତ୍ରିଭୁବନେ ରାଜା ସର୍ବେ କରିବେ ମୋତେ ପୂଜା। ଦିଗପାଳଙ୍କ ମଧ୍ୟ ଗତେ ତୋହର ମହିମା ଯେ ମନ୍ତେ। ମୋ ତପ ମହିମା ପ୍ରଭାବ କେବେ ହେଁ ବିନାଶ ହୋଇବ। ଏମନ୍ତେ ବ୍ରହ୍ମାର ସମ୍ମୁଖେ ବର ମାଗିଲା ଆତ୍ମ ସୁଖେ। କର ଅଞ୍ଜଳି ଶିରେ ଦେଇ ବ୍ରହ୍ମାର ଶ୍ରୀମୁଖକୁ ଚାହିଁ।
नारद युधिष्ठिर बाणी यज्ञ सभार मध्ये भणी असुर तप फल शुणी घोर संसारुतर प्राणी भावे भणई दास जगन्नाथ सप्तम स्कंधे भागवत। हरि हरि बोल। इति श्रीमद्भागवते महापुराणे पारमहंस्यां संहितायां सप्तमस्कन्धे हिरण्यकशिपोर्वर जाचनं नाम तृतीय अध्याय। हरि हरि बोल।